ଆଚ୍ଛା କହିଲେ ଦେଖି ଏ ମାଛକୁ ଆପଣ କ'ଣ କହନ୍ତି ପାମ୍ପଲେଟ୍ ନା ପମ୍ପରେଟ୍? କେମିତି ସ୍ପେଲିଂ ହୁଏ ଆପଣ ଏଇଟାକୁ କମେଣ୍ଟସରେ ଜଣେଇବେ। ଏଇଟା ଗୋଟେ ସି ଫୁଡ୍ ଆଉ ଏ ସି ଫୁଡ୍ରେ ଅଛି ଓମେଗା 3 ଫ୍ୟାଟି ଏସିଡ୍ ଯେଉଁଟାକି ଆମ ଶରୀର ପାଇଁ ବହୁତ ଆବଶ୍ୟକ। ମାଛ ବଜାରରେ ପମ୍ପଲେଟ୍ ମାଛ ଏବେ ପ୍ରଚୁର ପରିମାଣରେ ମିଳୁଛି। ଆଜି ମୁଁ ତାକୁ ଆଣି ଏଇଭଳି ପମ୍ପଲେଟ୍ ଫିସ୍ ଫ୍ରାଏ କରିଛି। ଆଜି ମୁଁ ଆପଣଙ୍କୁ ମୋର ଏଇ କିଚେନରେ ଦେଖେଇବି ପମ୍ପଲେଟ୍ ମାଛକୁ ମୁଁ କେଉଁ ଭଳିଆ ଫ୍ରାଏ କଲି। ମୁଁ ଏଠି ରଖିଛି 5ଟି ପମ୍ପଲେଟ୍ ମାଛ। ପ୍ରଥମେ ୟାର ଡେଣା ଲାଞ୍ଜ ଏସବୁକୁ କାଟି ଭଲରେ ଧୁଆଧୁଇ କରିଦେବା। ତାପରେ ତାର ମଝିରେ କିଛିଟା କଟ୍ ଲଗାଇ ଦେଇଛି, କାହିଁକି ନା ଏଇଟା ହେଉଛି ପୁରା ଫ୍ଲେସି ମାଛ। ମଝିରେ ଗୋଟିଏ କଣ୍ଟା ଆଉ ଦୁଇ ପଟ ଯାକ ପୁରା ମାଂସଳା। ସେଥିପାଇଁ ମସଲାଟା ଆମର ଭିତରକୁ ଯିବା ପାଇଁ ଏମିତି ସବୁ ମାଛର ଦୁଇ ପଟେ ମୁଁ ଟିକେ ଟିକେ କଟ୍ ଲଗାଇ ଦେଇଛି। ତାପରେ ଏଠି ନେଇଯାଇଛି ହଳଦୀ 1 ଚାମଚ, ଲୁଣ ଆଉ ଟିକେ ନାକୁ ଲେମ୍ବୁ ଚୁପୁଡ଼ିକି ଲେମ୍ବୁର ରସ 1 ଚାମଚ ପାଖାପାଖି ଲେମ୍ବୁର ରସ ଆଉ 1 ଚାମଚ ହଳଦୀ ଦେବେ। ହଳଦୀ ଆଉ ଲେମ୍ବୁ ରସରେ ମାଛର ଆଇଁଷିଣିଆ ବାସ୍ନାଟା ରୁହେନି। ତାପରେ ଏଠି ମୁଁ ଗୋଟେ ମସଲା ତିଆରି କରିଛି। 8-10 କଲା ରସୁଣ, 2 ଚାମଚ ସୋରିଷ, 1 ଚାମଚ ଜିରା ଆଉ 2ଟି ଶୁଖିଲା ଲଙ୍କାକୁ ବାଟି ଗୋଟେ ଫାଇନ୍ ପେଷ୍ଟ କରିଦେବା। ଆଉ ସେ ପେଷ୍ଟ ନେଇଯିବା 2ରୁ 2.5 ଚାମଚ, ବେଶୀ ବି ଦରକାର ଆଉ ପଡ଼ିବନି। ୟାକୁ ଏସବୁକୁ ଆମେ ଏବେ ଭଲ ଭାବରେ ମାଛର ଚାରିପଟ ଯାକ ଗୋଳେଇ ଦେବା। ଦିନ ଅପେକ୍ଷା ଏଇ ବର୍ଷା ଦିନରେ ପମ୍ପଲେଟ୍ ମାଛଟା ଟିକେ ବେଶୀ ପରିମାଣରେ ମିଳେ। ଯେହେତୁ ବେଶୀ ପରିମାଣରେ ମିଳୁଛି ଦାମ ବି ମଧ୍ୟ ଟିକେ କମ୍ ଥାଏ, ତେଣୁ ଆଣି ଆମେ ତାକୁ ନିହାତି ଏ ସମୟରେ ଖାଇବା ଦରକାର। ଏଥିରେ ଓମେଗା 3 ଫ୍ୟାଟି ଏସିଡ୍, ଭିଟାମିନ୍ ଏ, ଡି ଆଉ B12 ଏ ସବୁ ଆମ ଶରୀର ପାଇଁ ବହୁତ ଦରକାର। ଆଉ ଓମେଗା 3 ଫ୍ୟାଟି ଏସିଡ୍ ଆମ ହାର୍ଟ ପାଇଁ ଆଉ ବ୍ରେନ୍ ପାଇଁ ବହୁତ ଆବଶ୍ୟକ। କୋଲେଷ୍ଟ୍ରଲ୍ କମ୍ କରେ, ଆମ ହାର୍ଟ ଆଉ ବ୍ରେନ୍କୁ ଏକଦମ ସୁସ୍ଥ ରଖେ। ତା ସହିତ ଆମର ଆଖି ଆଉ ହାଡ଼କୁ ମଧ୍ୟ ମଜବୁତ ରଖିଥାଏ। ତେଣୁ ଏ ସମୟରେ ଯଦି ଏତେ ପରିମାଣରେ ମିଳୁଛି ତାହେଲେ ଆମେ ୟାକୁ ଖାଇବା ନିହାତି ଦରକାର। ସବୁ ଗୋଳାଗୋଳି କରିସାରି ୟାକୁ ଅଧଘଣ୍ଟେ ମ୍ୟାରିନେଟ୍ ହେବା ପାଇଁ ଘୋଡ଼େଇକି ରଖିଦେବା। ଅଧଘଣ୍ଟେ ପରେ ଦେଖନ୍ତୁ ମାଛ ଗୁଡ଼ିକ ଦେହରେ ମସଲା ଗୁଡ଼ିକ ବଢ଼ିଆ ଭାବେ ମିଶିଯାଇଛି। ତାପରେ ମାଛ ଭଜାଟି କ୍ରିସ୍ପି ହେବା ପାଇଁ ମୁଁ ଏଠି 1 ଚାମଚ ଚାଉଳ ଚୁନାକୁ ଏମିତି ତାର ଚାରିପଟେ ବୁଡ଼େଇ ଦେଉଛି। ବର୍ତ୍ତମାନ ଆମର ଏ ତ ହେଇଗଲା, ଏବେ ମାଛ ରେଡ଼ି ହେଇଗଲା। ଏବେ ଆସନ୍ତୁ ପ୍ୟାନ୍ରେ ତାକୁ ସେଲୋ ଫ୍ରାଏ କରିବା। ତାକୁ ଛାଣିବା ବି ଆବଶ୍ୟକ ପଡ଼ିବନି। ଦେଖନ୍ତୁ ଏଠି ପ୍ୟାନ୍ ଗରମ କରି ମୁଁ ଏଠି 2ରୁ 3 ଚାମଚ ସୋରିଷ ତେଲ ନେଇଛି। ଆଉ ମାଛ ଭଜାଟା ସୋରିଷ ତେଲରେ ହିଁ ବହୁତ ଭଲ ଲାଗେ। ତେଲ ଯେତେବେଳେ ପୁରା ଗରମ ହେଇକି ବାମ୍ଫ ବାହାରିବ ଆମେ ସେଇ ସମୟରେ ମାଛ ପକାଇବା। ତାପରେ ଦୁଇ ପଟ ଯାକ ପୁରା ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜି ନେବା। ଭାଜିଲା ବେଳେ ଗ୍ୟାସ୍ ଫ୍ଲେମ୍କୁ କେବେ ବି ଲୋ କରିବେନି, ସବୁବେଳେ ହାଇ ଫ୍ଲେମ୍ରେ ହିଁ ରଖିବେ, ଯାହାଦ୍ୱାରା କି ଆମର ମାଛଟି ଭଲରେ ଭାଜି ହେବ। ଆଉ ଯେତେବେଳେ ଗୋଟେ ପଟର କଡ଼କଡ଼ କମିଯିବ ଶବ୍ଦ ହେବା, ତାପରେ ତାକୁ ଓଲଟେଇବେ। ଦେଖି ଭଲରେ ଓଲଟି ହେଇଯିବ ଆଉ ଆମ ମାଛଟି ଜମା ବି ଭାଙ୍ଗିବନି। ଏବେ ଦେଖନ୍ତୁ କେତେ ଲାଲ ଲାଲ ହେଇକି ଆମର ମାଛ ଭଜାଟି ହେଇଗଲା। ଏଇଭଳି ଭାବେ ଆମେ ସବୁ ମାଛକୁ ଭାଜି ନେବା। ମୁଁ ତ ଏକୁଟିଆ ଖାଇବି, ତେଣୁ ମୋର ମାତ୍ର 4-5ଟି ମାଛ ଅଛି। ପତିଦେବ ମୋର ଆଇଁଷ ଖାଆନ୍ତିନି। ଆପଣମାନେ ବି ଏଇ ପମ୍ପଲେଟ୍ ମାଛକୁ ଆଣି ଘରେ ତାକୁ ଏଇଭଳି ଫ୍ରାଏ କରି ଖାଆନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଖାଇଲା ବେଳେ ମୋତେ ନିଶ୍ଚୟ ମନେ ପକାଇବେ ଆଉ ହସିକି ଲାଇକ୍ ବଟନ୍ଟିକୁ ପ୍ରେସ୍ କରିଦେବେ।